ଶାମ୍ବ ଦଶମୀରେ କାହିଁକି ପୂଜା କରାଯାଏ ଜାଣିଛନ୍ତି? କୃଷ୍ଣଙ୍କର ପୁଅ ଶାମ୍ବ, ଯିଏକି ଅସାଧ୍ୟ ରୋଗରେ ପୀଡ଼ିତ ଥିଲେ, ସେଥିପାଇଁ ସେ ସୂର୍ଯ୍ୟ ଦେବତାଙ୍କୁ ଉପାସନା କରି ଅସାଧ୍ୟ ରୋଗରୁ ମୁକ୍ତି ପାଇଥିଲେ। ଆଉ ଏ ବର୍ଷ ସଂଯୋଗରେ ନୂଆ ବର୍ଷ ବା 1 ତାରିଖ ଦିନ ରବିବାରରେ ପଡୁଛି ଶାମ୍ବ ଦଶମୀ। ନୂଆ ବର୍ଷ ରବିବାର ଯେହେତୁ ସମସ୍ତେ ନନଭେଜ ଉପରକୁ ସହଜେ ଡେଇଁ ପଡନ୍ତି, ହେଲେ ଆପଣମାନେ ଆଦୌ ସେଦିନ ନନଭେଜ ନ ଖାଇ ଶାମ୍ବ ଦଶମୀର ପୂଜା କରନ୍ତୁ। ଦେଖନ୍ତୁ, କୃଷ୍ଣଙ୍କର ପୁଅକୁ ଯେତେବେଳେ ଅସାଧ୍ୟ ରୋଗ ହେଇପାରିଛି, ଆମ ଲିଷ୍ଟ ସେତେବେଳେ କୋଉଠି ଅଛି? କୃଷ୍ଣଙ୍କ ପୁଅ ହେବା ସତ୍ତ୍ୱେ ବି ଶାମ୍ବ ନିଜେ ସୂର୍ଯ୍ୟଙ୍କୁ ଉପାସନା କରିଥିଲେ ଆଉ ରୋଗରୁ ମୁକ୍ତ ବି ହୋଇଥିଲେ। ଭାବିଲେ ଆମର କିଛି କରିବାର ନାହିଁ? ଆମ ଆଗରେ କୋଭିଡର 4th ଭେରିଏଣ୍ଟ ଆସି ଠିଆ ହେଲାଣି। କୋଭିଡ ଯେ ଅସାଧ୍ୟ ଏଇଟା ସମସ୍ତଙ୍କ ପାଇଁ ଆଉ ଅଜଣା ନାହିଁ। ଭଲ ହେଲା ବର୍ଷ ଆରମ୍ଭର ପ୍ରଥମ ଦିନରେ ଶାମ୍ବ ଦଶମୀ ପୂଜା ପଡିଲା। ଚାଲନ୍ତୁ ନିଜର ସ୍ୱାସ୍ଥ୍ୟ ତଥା ନିଜର ସମସ୍ତଙ୍କର ଭଲ ସ୍ୱାସ୍ଥ୍ୟ ପାଇଁ ଶାମ୍ବ ଦଶମୀ ପୂଜା କରିବା। ଟେକ୍ କେୟାର।